ପ୍ରେମରେ ମନ ଦିଆ ନିଆ ହେଲେ ଭାରି ମହଙ୍ଗା। ପ୍ରେମରେ ମନ ସିନା ମାନେନି ସୀମା ସରହଦ, ଦେଖେନି ଧନୀ ଗରିବ କି ବୁଝେନି ଜାତିପାତି, ହେଲେ ଚାରିପଟର ମଣିଷ କିନ୍ତୁ ଏସବୁକୁ ରଟି ଧରତେ। କେହି କେହି ବୁଝିଯାଆନ୍ତି, ହେଲେ ଆଉ ଅନେକ ନ ବୁଝିପାରି ପ୍ରେମର ଗଳା ଚିପି ହତ୍ୟା କରତେ। ପ୍ରେମ ପ୍ରତି ଥିବା ଘୃଣା ଆଉ ପ୍ରତିଶୋଧର ନିଆଁରେ ସମ୍ପର୍କ ସବୁ ଜଳି ପୋଡ଼ିଯାଏ। ଅକାଳରେ ଝଡ଼ି ପଡ଼େ ଗୋଟିଏ ଜୀବନ, କିନ୍ତୁ ମୃତ୍ୟୁ ସହ ମନେ ରହିଯାଏ ସେ ପ୍ରେମ କାହାଣୀ। ଏମିତି ଏକ ଛାତି ଥରା ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ରର ନାନ୍ଦୋଡ଼ରେ। ଏଠାରେ ପ୍ରେମ ଘଟଣାକୁ ନେଇ ଯୁବକଙ୍କ ଜୀବନ ଚାଲିଯାଇଛି। 21 ବର୍ଷୀୟ ଆଞ୍ଚଲ ଅଭିଯୋଗ ଆଣିଛନ୍ତି, ତାଙ୍କ ଭାଇମାନେ ମିଶି ତାଙ୍କ ପ୍ରେମିକକୁ ଗୁଳି କରି ହତ୍ୟା କରିଛନ୍ତି। ଭୁଲ ତାଙ୍କର ଏୟା ଥିଲା ଯେ ଦୁହେଁ ଅଲଗା ଅଲଗା ଜାତିର ଥିଲେ। ପ୍ରେମିକକୁ ସିନା ମାରିଦେଲେ, ହେଲେ ପ୍ରେମ କିନ୍ତୁ ମରିଲାନି। ପ୍ରେମିକର କୋକେଇ ଉଠିବା ବେଳକୁ ସେଠାରେ ଯାଇ ପହଞ୍ଚିଥିଲେ ପ୍ରେମିକା ଆଞ୍ଚଲ। ଆଉ ପ୍ରେମିକ ସକ୍ଷମର ରକ୍ତକୁ ନିଜ ମଥାରେ ଲଗାଇବା ସହ ତାଙ୍କ ମରଦେହକୁ ବିବାହ କରିଥିଲେ ଏବଂ ସାରା ଜୀବନ ସକ୍ଷମଙ୍କ ପରିବାର ସହ ରହିବାକୁ ମଧ୍ୟ ନିଷ୍ପତ୍ତି ନେଇଥିଲେ। ଆଞ୍ଚଲ କହିଛନ୍ତି, ତାଙ୍କ ପରିବାର ଲୋକେ ତାଙ୍କର ଏହି ପ୍ରେମ ସମ୍ପର୍କକୁ ବିରୋଧ କରୁଥିଲେ। ତାଙ୍କର 3 ବର୍ଷର ଏହି ପ୍ରେମ ସମ୍ପର୍କକୁ ନେଇ ଦୁହେଁ ବିବାହ କରିବାକୁ ଚାହୁଁଥିଲେ, କିନ୍ତୁ ସକ୍ଷମ ତଳ ଜାତିର ହୋଇଥିବାରୁ ଏହାକୁ ଆଞ୍ଚଲଙ୍କ ବାପା ଓ ଭାଇମାନେ ବିରୋଧ କରୁଥିଲେ। ଅନେକ ସମୟରେ ସକ୍ଷମକୁ ଧମକ ଦେବା ସହ ତାଙ୍କ ଜାତି କଥା କହି ଅପମାନ ବି କରୁଥିଲେ। ଯେଉଁଦିନ ସକ୍ଷମଙ୍କ ହତ୍ୟା ହେଲା, ସେଦିନ ତାଙ୍କ ବାପା ଓ ଭାଇ ଆଞ୍ଚଲକୁ ନେଇ ପୋଲିସ ପାଖକୁ ଯାଇଥିଲେ ଏବଂ ସକ୍ଷମ ବିରୋଧରେ ତାଙ୍କ ମାଧ୍ୟମରେ ଏଫଆଇଆର ଦାୟର ମଧ୍ୟ କରିବାକୁ ଚାହୁଁଥିଲେ, କିନ୍ତୁ ଆଞ୍ଚଲ ଏଥିପାଇଁ ରୋକଠୋକ ମନା କରିଦେଇଥିଲେ। ବ୍ୟୁରୋ ରିପୋର୍ଟ, जनता टीवी।